ହୀରାକୁଦ ନଦୀବନ୍ଧର ଯେଉଁ ମରାମତି ପାଇଁ ଯେଉଁ 800 କେତେ କୋଟି ଟଙ୍କା ବର୍ତ୍ତମାନ ବ୍ୟୟବରାଦ କରାଯାଇଛି ବା ତାପରେ ବର୍ତ୍ତମାନ କରାଯାଇଛି, ଏଇଟା କ'ଣ ଭୁଲ ହେଇଛି କି? ତାକୁ ଆମେ ସ୍ୱାଗତ କରୁଛୁ, କିନ୍ତୁ ଏଇଟା କେଉଁ ଆଗ ମୂଳ ସମସ୍ୟା ଯେଉଁଟା ଅଛି ମୂଳ ସମସ୍ୟା ଯେତେବେଳେ ଛତିଶଗଡ଼ ପାଣି ଅଟକାଇଲା ଆପଣ କହିଥିଲେ ଯେ ମାନେ ବ୍ୟାରେଜ ନିର୍ମାଣ କରିବେ, କେତେ ବ୍ୟାରେଜ ନିର୍ମାଣ କରିଛନ୍ତି ଆପଣ? ପ୍ରଶ୍ନ ପଚାରିଲେ ଉତ୍ତର ଦେବି। ଯେଉଁ ମୂଳ ସମସ୍ୟା ଅଛି କଥା ଏଇଟା ପଡ଼ିନି କି ଏଇଟା କ'ଣ ସବୁ କରିକି ଠିକ୍ ଏଇଟା ତ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ବହୁତ ପଇସା ସାଙ୍ଗସନ୍ କରିଥିଲେ କେନାଲ ମରାମତି ପାଇଁ ଏବଂ ତୋଳମୂଳ ପାଣି ଯିବ ବୋଲି, କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା ଏଇନା ଛତିଶଗଡ଼ ସରକାର ଅଛି, ଦିଲ୍ଲୀରେ ବି ତାଙ୍କର ସରକାର ଅଛି ଏବଂ ଓଡ଼ିଶାରେ ବି ତାଙ୍କର ବିଜେପିର ସରକାର ଅଛି। ଯେଉଁ ବେଆଇନ ଭାବରେ ଏଇଟା ଯେଉଁ ଆମର CWC ରହିଛି ସେଣ୍ଟ୍ରାଲ ୱାଟର କମିଶନ, ସମସ୍ତେ ଜାଣିଛନ୍ତି ତାଙ୍କର ବିନା ଅନୁମତିରେ ସବୁ ବ୍ୟାରେଜ ହେଇଛି। ସେ ଟାଇମ୍ରେ ଆମେ ବି ଯାଇଥିଲୁ ଟିମ୍ ନେଇକି ଆମ ଦଳ ତରଫରୁ ସମସ୍ତେ ଦେଖିକି ଆସିଛୁ, ସବୁ ବେନିୟମ ଭାବରେ ହେଇଛି। ଆମର ସ୍ପଷ୍ଟ ରହିଲା ଆଗ ଏ ବ୍ୟାରେଜ ଗୁଡ଼ାକ ହଟାଯାଉ, କାରଣ ସେ ବ୍ୟାରେଜ ଯେଉଁଟା ମୁଁ କହିଲି 1950 ଯେତେବେଳେ ଡ୍ୟାମ୍ ତିଆରି ହେଇଛି ତାର ଯେଉଁ ଡିଜାଇନ୍ ହେଇଛି ସେ ଏତିକି ବ୍ୟାରେଜର ଯେତେବେଳେ ପାଣିକୁ ଏକା ସାଙ୍ଗେ ଛଡ଼ାଯିବ, ଯେତେବେଳେ ବେଶୀ ବର୍ଷା ହେଇଯିବ ଛତିଶଗଡ଼ ଉପରମୁଣ୍ଡ ଆଡ଼େ, ସେତେବେଳେ ବହୁତ ଚାନ୍ସ ଅଛି ଆମର ଏଠି ହୀରାକୁଦ ଡ୍ୟାମ୍ ଭୁଷୁଡ଼ିଯିବ। ଆଜ୍ଞା, କଥାଟା ସେଠି ନାହିଁ। ଆପଣ ଯେତେବେଳେ ବ୍ୟାରେଜ ନିର୍ମାଣ ଆମର ଯେତେବେଳେ ଛତିଶଗଡ଼ ନିର୍ମାଣ କଲା ତା ପୂର୍ବରୁ ଆପଣଙ୍କୁ ଓଡ଼ିଶାକୁ ଚିଠି ଲେଖିଛି, ସେ ଚିଠିଟାକୁ ଚିଫ୍ ସେକ୍ରେଟାରୀ ସେତେବେଳେ ମାନେ ତକିଆ ତଳେ ରଖିଦେଲେ। ସେ ବାବଦରେ ମାନେ କିଏ କ'ଣ ଭୁଲ ଭଟକା କଲା ଏଇ ବର୍ତ୍ତମାନ କଥାଟା ଜଣ କଥାଟା ପହଞ୍ଚିବ ସେଇଠି। ଏନା ଇତିହାସ ଶୁଣନ୍ତୁ, ଇତିହାସକୁ ଦେଖିଲେ ଏନା ସେ ତୁତୁ ମେମେ ଆଉ ପୁଷ୍ଟପ କମାରେ ଆମର ବହୁତ ଜିନିଷ ଅଗ୍ରାହ୍ୟ କରିଛନ୍ତି। ଆଜ୍ଞା, ଆମେ ହାଇକୋର୍ଟ ବ୍ୟାଙ୍କ ପାଇଁ ବି ମାନ୍ୟବର ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ଲେଖିକି ଦେଇଥିଲେ, କିନ୍ତୁ ତାକୁ ସେ ବୁଲେଇବାରେ ରଖିଲେ। କେତେ କହିଲେ ପୂର୍ଣ୍ଣାଙ୍ଗ ପ୍ରପୋଜାଲ ଆସିନି, ବିଭିନ୍ନ କଥା କହିକି ଲୋକଙ୍କୁ ଭୁଆଁ ବୁଲେଇବେ। ଏଇନା ଭୁଆଁ ବୁଲେଇବା ଆଉ ତାଙ୍କ ପାଖରେ ଅବକାଶ ନାହିଁ। ଏଇନା ଦିଲ୍ଲୀରେ ବି ତାଙ୍କ ସରକାର, ଓଡ଼ିଶାରେ ବି ତାଙ୍କର ସରକାର, ଛତିଶଗଡ଼ରେ ବି ତାଙ୍କ ସରକାର। ଯାହା କରିବା କଥା ଓଡ଼ିଶାବାସୀଙ୍କ ନ୍ୟାୟ ଦେବା ପାଇଁ ଏବଂ ମହାନଦୀ ଆମ ମା ତାକୁ ନ୍ୟାୟ ଦେବା ପାଇଁ, ତା ଉପରେ ଖାଲି ଆମେ ସମ୍ବଲପୁର ଜିଲ୍ଲା ନିର୍ଭର ନୁହେଁ, ଆଜି ମାନେ ଅଧା ଓଡ଼ିଶା ତା ଉପରେ ନିର୍ଭର। ମୁଁ ଜାଣେ ସେ 13ଟା ଉପରେ ଜିଲ୍ଲା ଦେଇକି ଆମର ନିର୍ଭରତା ଉପରେ ଅଛୁ। ତ ଏ ସବୁକୁ ନ୍ୟାୟ ଦେବା ପାଇଁ ସେମାନେ ବ୍ୟବସ୍ଥା କରନ୍ତୁ, ନହେଲେ ଓଡ଼ିଶାବାସୀ ତାଙ୍କୁ କେବେ କ୍ଷମା ଦେବେ ନାହିଁ।